ଜୟ ଜଗନ୍ନାଥ। ଦେଖ ପିଲାମାନେ, ବର୍ତ୍ତମାନ ଆମେ ଗଳ୍ପରେ ଆଲୋଚନା କରିବା। ଦେଖ, ମୁଁ ଆହୁରି ପିଲାମାନେ ସମୟ ଭାବରୁ ଗୋଟେ ବାକ୍ୟର ଉତ୍ତର ଦିଅ। ମୁଁ ତୁମମାନଙ୍କୁ କବିତାରେ ଆଉ ପ୍ରବନ୍ଧରେ ମୁଁ ଦେଇନି, କିନ୍ତୁ ଗଳ୍ପରେ ତୁମମାନଙ୍କୁ ଦେଇଦେଉଛି। ତୁମେମାନେ ନିଜେ ଟିକେ ଥରେ ଥରେ ପଢ଼ି ନେବ, ଯାହା ପାଖରେ ଟେଷ୍ଟ ପେପର୍ ନାହିଁ। କାରଣ ମୁଁ ପଢ଼ିଲେ ବହୁତ ସମୟ ଯିବ। ମୁଁ କେବଳ ଏଇ MCQ ଗୁଡ଼ା ଆଲୋଚନା କରିଦେବି। MCQ ଛଡ଼ା ଆରାମସେ ତୁମେ MCQରୁ ବି ଗୋଟେ ବାକ୍ୟର ଉତ୍ତର ଦିଅ, ପ୍ରାୟ ସବୁ ପାଇଯିବ। ସେଇଗୁଡ଼ା ହିଁ ଏପଟ ସେପଟ ହେଇକି ସବୁ ପଡ଼ିବ। ଦେଖ, ପକ୍ଷାଘାତରୁ ପ୍ରଥମେ ଦେଖିବା। ଗଳ୍ପର ଟୋଟାଲି ଆମେ ଚେଷ୍ଟା କରିବା 15-20 ମିନିଟ୍ ଭିତରେ ସବୁ ସାରିବା ପାଇଁ। ପୁରା ମନ ଦେଇକି ଥରେ ଥରେ ମାନେ ରିଭାଇଜ୍ କରିନିଅ। ଆରାମସେ ଜାଣିଛି ସବୁ ପଢ଼ି ସାରିଥିବ, ଆଉ କିଛି ଅସୁବିଧା ହେବନି। ଦେଖ, ଆଗେ PYQ ଗୁଡ଼ା ଦେଖିନିଅ, ଯେଉଁଗୁଡ଼ା ସବୁ ମସିହା ଲେଖା ହେଇଛି ସେଗୁଡ଼ା ସବୁ PYQ କ୍ୱେଶ୍ଚନ୍ ଦେଇଛି। କେଉଁ ପୁତ୍ର ପାଖରେ ଜୀବନର ସବୁ ଦୋଷ ଓ ସବୁ ଦୁର୍ବଳତା ଖୋଲି ଦେବାକୁ ଦୁର୍ଯ୍ୟୋଧନଙ୍କୁ ଇଚ୍ଛା ଥିଲା? ଯେଉଁଟା ଜାଣିଛ, ତୃତୀୟ ପୁତ୍ର। ଦୁର୍ଯ୍ୟୋଧନ ବାବୁଙ୍କ କେଉଁ ପୁତ୍ରକୁ କୂଳର କଳଙ୍କ ବୋଲି ସେ ଭାବିଥିଲେ? ସେ ତୃତୀୟ ପୁତ୍ରକୁ ହିଁ ପ୍ରଥମେ କୂଳର କଳଙ୍କ ବୋଲି ଭାବୁଥିଲେ। ଚାକିରିରେ ଥିବାବେଳେ ଦୁର୍ଯ୍ୟୋଧନ ବାବୁ କେତେ ଟଙ୍କା ଦରମା ପଡ଼ୁଥିଲେ? 5,000 ଟଙ୍କା। ଦୁର୍ଯ୍ୟୋଧନ ବାବୁ ତାଙ୍କ ମଦୁଆ ପୁଅକୁ ଦେଖି ଚରିତ୍ରର କ'ଣ ବୋଲି ଭାବିଲେ? ପ୍ରକାଶ୍ୟ ମୂର୍ତ୍ତି। ନେକ୍ସଟ ଦେଇଛି, ଦୁର୍ଯ୍ୟୋଧନ ବାବୁ ବଲ ବଲ କରି ଆକାଶକୁ ଚାହିଁ କ'ଣ ପାକୁଳି କରୁଥାନ୍ତି? ପାନ। ନେକ୍ସଟ ଦେଇଛି, ପିତା ପୁତ୍ର ମାଧ୍ୟମରେ କ'ଣ ହୁଏ? ଅମର ହୋଇଥାଏ। ପିତା ତା ପୁତ୍ର ମାଧ୍ୟମରେ ଅମର ହୁଏ। ପିତା କାହା ମାଧ୍ୟମରେ ଅମର ହୁଏ? ଦେଖ କେମିତି ବୁଲେଇକି ଦୁଇଥର ପକେଇଛି ଏକ୍ଜାମରେ। ପୁତ୍ର ମାଧ୍ୟମରେ। ପକ୍ଷାଘାତର କାହାକୁ ହେଇଥିଲା? ଦୁର୍ଯ୍ୟୋଧନ ବାବୁଙ୍କୁ ହେଇଥିଲା। ପିତା କାହା ମାଧ୍ୟମରେ ଅମର? ଦେଖ କେତେ ଥର ରିପିଟ୍ ହେଉଛି। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ପିତା ପୁତ୍ର ମାଧ୍ୟମରେ ଅମର ହୋଇଥାନ୍ତି। ନିମ୍ନୋକ୍ତ ମଧ୍ୟରୁ କେଉଁଠି ବାମାଚରଣଙ୍କ ମିତ୍ରଙ୍କର କୃତି ନୁହେଁ? ଏଭଳିଆ କ୍ୱେଶ୍ଚନ୍ କେବେ ଆସିବନି, ଆଦୌ ପଢ଼ନା। କେଉଁଠି ଗାଳ୍ପିକଙ୍କର ପ୍ରଧାନ ଉପନ୍ୟାସ? ଚନ୍ଦ୍ର ଓ ଚମ୍ପା। ଏଭଳିଆ କ୍ୱେଶ୍ଚନ୍ ବି କେବେ ଆସିବ ନା। ପକ୍ଷାଘାତ ଗଳ୍ପର ମୁଖ୍ୟ ଚରିତ୍ର କିଏ? ଦୁର୍ଯ୍ୟୋଧନ ବାବୁ ଥିଲେ। ଦୁର୍ଯ୍ୟୋଧନ ବାବୁ କେଉଁ ରୋଗରେ ପୀଡ଼ିତ ଥିଲେ? ପକ୍ଷାଘାତ ରୋଗରେ। ଦୁର୍ଯ୍ୟୋଧନ ବାବୁ କେତେ ବୟସରେ ପେନ୍ସନ୍ ପାଉଥିଲେ? 55 ବୟସରେ। ବହୁତ ଇଜି କ୍ୱେଶ୍ଚନ୍ ସବୁ। ଗଳ୍ପଟା ଆମ ବହୁତ ଇଜି ହେବ। ଦୁର୍ଯ୍ୟୋଧନ ବାବୁ କେତେ ବର୍ଷ ଧରି ଚାକିରି କଲେ? 30 ବର୍ଷ। ନାରୀର ସୁପ୍ତ ଅଭିଳାଷ ଜଗାଇବା ଅନୁଚିତ। ଥରେ ଜାଗିଲେ ତାର ଗତିରୋଧ କରିବା ଅସମ୍ଭବ। ଏହା କେଉଁ ସାହିତ୍ୟିକଙ୍କ ଉକ୍ତି? ମୋପାସା। ଗଲା। ନେକ୍ସଟ ଦେଖିବା, ଦୁର୍ଯ୍ୟୋଧନ ବାବୁ କେତୋଟି ପୁତ୍ର ଥିଲେ? ତାଙ୍କ 3ଟା ପୁତ୍ର ଥିଲେ। ଦୁର୍ଯ୍ୟୋଧନ କେତେ ବର୍ଷ ବୟସରେ ପକ୍ଷାଘାତରେ ପଡ଼ିଥିଲେ? ଯେଉଁଟାକି ଆମର ରୋଗରେ ପଡ଼ିଲେ 55 ବର୍ଷରେ। ଦୁର୍ଯ୍ୟୋଧନ ବାବୁ କେଉଁ ବୟସରେ ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥିଲେ? ଉତ୍ତୀର୍ଣ୍ଣ ବୟସରେ। ଦୁର୍ଯ୍ୟୋଧନ ବାବୁଙ୍କ ଦ୍ୱିତୀୟ ପକ୍ଷର ସ୍ତ୍ରୀ ଓ ତାଙ୍କ ବୟସ ମଧ୍ୟରେ କେତେ ତଫାତ୍ ଥିଲା? ମାତ୍ର 15 ବର୍ଷର ତଫାତ୍ ଥିଲା। ତାଙ୍କ ଦ୍ୱିତୀୟ ସ୍ତ୍ରୀ ଓ ତାଙ୍କ ବୟସ ଭିତରେ 15 ବର୍ଷର ତଫାତ୍ ଥିଲା। ଗାଳ୍ପିକଙ୍କ ବର୍ଣ୍ଣନା ଅନୁଯାୟୀ ଦୁର୍ଯ୍ୟୋଧନଙ୍କ ପତ୍ନୀକୁ କ'ଣ କୁହାଯାଇପାରିବ? ସ୍ୱୈରାଚାରିଣୀ। ସ୍ୱୈରାଚାରିଣୀ। ନେକ୍ସଟ ଦେଖିବା, ଦୁର୍ଯ୍ୟୋଧନ ବାବୁଙ୍କ ବଡ଼ ପୁଅ ଜୀବନରେ କ'ଣ ହେବାକୁ ଅଗ୍ରସର ହେଇଥିଲେ? ନେତା ହେବା ପାଇଁ। ଦୁର୍ଯ୍ୟୋଧନଙ୍କ ବଡ଼ ପୁଅ ଶଯ୍ୟାଶାୟୀ ପିତାଙ୍କ କେଉଁ ସେବା କରୁଥିଲା ବେଳେ କ୍ୟାମେରାବାଲାଙ୍କୁ ନେଇକି ଆସିଥିଲେ? ଫଟୋ ଉଠାଇବେ ବୋଲି। ଗୋଡ଼ ଘଷି ଦେଉଥିବା ସମୟରେ। କେଉଁ ନୀତି ବଳରେ ଦୁର୍ଯ୍ୟୋଧନଙ୍କ ବଡ଼ ପୁଅ ନେତା ହେବା ପାଇଁ ଉଠି ଆସି ଚାଲିଛନ୍ତି? କୂଟନୀତି ବଳରେ। ଦେଇଛି, ତାଙ୍କ ବଡ଼ ପୁଅ କାହା ଚରିତ୍ରର ଗୋଟିଏ ପ୍ରକାଶ୍ୟ ବିଗ୍ରହ ବୋଲି ଦୁର୍ଯ୍ୟୋଧନ ମନେ କରନ୍ତି? ଯେ ତାଙ୍କ ନିଜ ଚରିତ୍ରର ଯେମିତି ଗୋଟେ ଅବିକଳ ରୂପ। ନେକ୍ସଟ, ଦୁର୍ଯ୍ୟୋଧନ ହାକିମ ଥିଲାବେଳେ କେଉଁ ନୀତି ପ୍ରୟୋଗ କରିନଥିଲେ? ଯେଉଁଟାକି ଶୁଦ୍ଧ ଚିନ୍ତା। ମଝିଆ ପୁଅ ହାତରେ କ'ଣ ଧରି ପିତା ଦୁର୍ଯ୍ୟୋଧନଙ୍କ ନିକଟକୁ ଆସିଥିଲା? ମଦ ବୋତଲ ଧରି ପିତାଙ୍କ ନିକଟକୁ ଆସିଥିଲା। ତାପରେ ଦେଇଛି, ଘରର ସମସ୍ତେ କେତେବେଳେ ଫେରିବେ ବୋଲି ଦୁର୍ଯ୍ୟୋଧନ ଭାବିଛନ୍ତି? ଅନେକ ରାତିରେ। ଦୁର୍ଯ୍ୟୋଧନ ବାବୁ ତୃତୀୟ ପୁତ୍ର କ'ଣ ପିନ୍ଧି ତାଙ୍କ ନିକଟକୁ ଆସିଥିଲେ? ଦୁର୍ଯ୍ୟୋଧନ ବାବୁଙ୍କ ତୃତୀୟ ପୁତ୍ର ତାଙ୍କ ନିକଟକୁ ଗେରୁଆ ଲୁଗା ପିନ୍ଧିକି ଆସିଥିଲେ। କ'ଣ ମଣିଷକୁ ବିପଦଗାମୀ କରେ ବୋଲି ଗଳ୍ପରେ କୁହାଯାଇଛି? ବହୁତ ଇମ୍ପୋର୍ଟାଣ୍ଟ। କ୍ଷମତା ଓ ଅର୍ଥ। ଗଳ୍ପରେ କେଉଁ ଚରିତ୍ରର ମୁଖ୍ୟତଃ ଆତ୍ମବିଶ୍ଳେଷଣ କରାଯାଇଛି? ଯେଉଁଟାକି ଆମ ଦୁର୍ଯ୍ୟୋଧନ ବାବୁଙ୍କ ଚରିତ୍ର। ସାରସ୍ୱତ ସାଧକ ବାମାଚରଣ ମିତ୍ର ସାହିତ୍ୟର କେଉଁ ବିଭାଗରେ ଲେଖନୀ ଚାଳନା କରିନାହାନ୍ତି? କବିତା ବିଭାଗରେ। ଏଗୁଳିଆ କ୍ୱେଶ୍ଚନ୍ କେବେ ଆସିବନି। କ୍ଷମତା, ପ୍ରତିପତ୍ତି, ଉଚ୍ଚ ପଦବୀ ଓ ଅର୍ଥ ଥାଇ ମନୁଷ୍ୟ ନିକଟରେ କ'ଣ ରହିଲେ ସେ ବିପଦଗାମୀ ହୁଏ ନାହିଁ ବୋଲି କୁହାଯାଇଛି ଗଳ୍ପରେ? ବ୍ୟକ୍ତିଗତ ସ୍ୱଧନ। ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ଯଦି ବ୍ୟକ୍ତିଗତ ସ୍ୱଧନ ନାହିଁ, ତା ପାଖରେ ଯେତେ ଯାହା ଥିଲେ ବି ସେ ବିପଦଗାମୀ ହୁଏ। ଯଦି ବ୍ୟକ୍ତିଗତ ସ୍ୱଧନ ଅଛି, ତା ପାଖରେ ସେ କେବେ ବିପଦଗାମୀ ହେବ ନାହିଁ। ଦେଖ, ଦୁର୍ଯ୍ୟୋଧନ ବାବୁ ତାଙ୍କୁ ନବ୍ୟା କରିଲେ ଦେହ ଓ ମନରେ। এই ନବ୍ୟାର ଅର୍ଥ କ'ଣ? ନା ନବ୍ୟା ଅର୍ଥ ତ ଆଧୁନିକା। ନାରୀର କେଉଁ ଅଭିଳାଷକୁ ଜଗାଇବା ଅନୁଚିତ? ସୁପ୍ତ ଅଭିଳାଷକୁ। ବୁଝିଲା? ଇଏ ଥିଲା ଆମର ପକ୍ଷାଘାତରେ। ନେକ୍ସଟ ଦେଖିବା, ଦେଖ PYQ ଗୁଡ଼ା ଦେଖିନିଅ। ମା ଆସିଲେଣି। ବ୍ରେକଫାଷ୍ଟ ବେଳେ ମାଆଙ୍କୁ କେନ୍ଦ୍ର କରି ଟେବୁଲରେ କେଉଁମାନେ ବସି ସାରିଥିଲେ? ପୁଅ, ବୋହୂ, ନାତି ନାତୁଣୀମାନେ। କେଉଁଟା ଶାନ୍ତନୁ ଆଚାର୍ଯ୍ୟଙ୍କ ଦ୍ୱାରା ଲିଖିତ? ଯେଉଁଟାକି ଅଦିନ ବଉଳ। ନେକ୍ସଟ, ମିସେସ୍ ଚୂଡ଼ାମଣି ପୂଜାରୀଙ୍କୁ ଡାକି ମାଆଙ୍କ ପାଇଁ କ'ଣ ବରାଦ କଲେ? ଦୋସା। ସକାଳେ ମାଆ କେତେ କପ୍ କଫି ପିଇଥିଲେ? 4 କପ୍। ଦେଖ, 2 ଥର ଏଟା ରିପିଟ୍ ହେଇଛି କ୍ୱେଶ୍ଚନଟା। ତାପରେ ଦେଇଛି, ଇଷ୍ଟରେ ବୁଢ଼ାବୁଢ଼ୀମାନେ କେଉଁଠାରେ ରୁହନ୍ତି? ବାନପ୍ରସ୍ଥରେ। ତାପରେ ଦେଇଛି, ଘର ମାଆଙ୍କର ନୁହେଁ ଆଉ କାହାର? ଡାଡ଼ି ମମିଙ୍କର। କିଏ ପିକୁଲିଆର ୱିମ୍ୟାନ୍? ଇମ୍ପୋର୍ଟାଣ୍ଟ। ଚୂଡ଼ାମଣିଙ୍କ ମା। ଚୂଡ଼ାମଣିଙ୍କ ମା ପ୍ରତ୍ୟେକଟି ମିଲ୍ ପାଇଁ କ'ଣ କାମନା କରୁଥିଲେ? ମିଲ୍ ପାଇଁ ବିଲ୍। ଚୂଡ଼ାମଣି ପ୍ରତିଦିନ ବାଥରୁମରୁ ଆସି ଅନ୍ତତଃ କେତେ ସମୟ ଚଣ୍ଡୀପାଠ କରନ୍ତି? ଘଣ୍ଟାଟିଏ। ମା ଆସିଲେଣି ଖବରଟି କିଏ ଘୋଷଣା କଲା? ପ୍ରଥମେ କିଏ ଘୋଷଣା କଲା? ଏଇଟା ଇମ୍ପୋର୍ଟାଣ୍ଟ। ଘରର ପୂଜାରୀ। ଚୂଡ଼ାମଣିଙ୍କ ବଙ୍ଗଳାର କବାଟ ସକାଳ କେତେ ପର୍ଯ୍ୟନ୍ତ ଖୋଲି ନଥାଏ?
जोटाकि 8टा पर्यंत। चूड़ामणि पुओ झील केउठी रोते सहरर पब्लिक स्कूल पाठ पढ़ुते। पिलादिने पिलामाने चूड़ामणि को कौन संबोधन करुले ना डाडी बोली। निजकू मिसाई चूड़ामणि केते भाई भौणी 18 भाई भौणी। मिसेस चूड़ामणि को किए प्रथमे खबर देला माँ आछंती बोली। देख चूड़ा मिसेस चूड़ामणि को किए प्रथमे खबर देला माँ आछंती बोली तांको पुओ खबर देला। नेक्स्ट अछि हाँ बापा माँ एथर खर्च देबे नाही खाइबार। एटा किए कहिसंती एकथा चूड़ामणि को झियो कहिथिले। नेक्स्ट देखिबा कि रे तोर अंक कषा सइला एकथा चंद्रमणि को किए पचारथिले तांको वृद्धा माँ। चूड़ामणि परिवारर केउ पर्यंत आसी माँ को बळेई देई गले फाटक पर्यंत आसी माँ को बळेई देई गले। नेक्स्ट देखिबा मेडिकल कॉलेज रे मेहर जयंती बहुत इंपोर्टेंट। गंगाधर को ठीक केउ काव्य ठीक अफिम परी बार बार काली भी कही प्रणय बलरी 3 मार्किया कही एटा। कवि गंगाधर को केउ रचना ब्रिटिश सरकार को क्वीन परी लगी इंपोर्टेंट सब पीवाईक्यू गुड़ा भारती भावना। मालिका मालिकू कौन पड़ुआ अड़ुआ छेली। मेहर छवि रखा जावाकू केउठू टेबुल आसिला ऑपरेशन कोठरी। छात्र 2 जन विकृत मुख विशिष्ट और पेट को 2 हाथ में चापी धरी क्या आनी आसिले साहित्यक को। आधुनिक पिंड तत्व बा आनाटोमीर जनक किए। आनाटोमीर जनक किए आधुनिक पिंड तत्व बा आनाटोमीर जनक किए ना हेनरी ग्रे। देखो ये क्वेश्चन इंपोर्टेंट क्वेश्चन अच्छी पे क्यों माने मेहर जयंती को उत्सव भाव पालन कले साहित्य प्रेमी माने। कंकाल और खपुरी मान स्वागत देखी साहित्यक कौन हेले ना छानिया हुरुड़िले। आलोच्य मेडिकल कॉलेज मेहर जयंती गाल्पी क्यों पुस्तक साहित्य चाष आज मु कवि लेखक परिचय देती। मेहर कहले क्यों ओडिया साहित्यकों को बुझाए गंगाधर मेहर। मेहर जयंती क्यों परी प्रतिवर्ष थरे लेखाएं ओडिशा को आसे घंटा घंटा परी। भावप्रवण छात्र माने मेहरंक परी हेबाकू काहाकू प्रार्थना करती माँ सरस्वती को। मेहर जयंती आगमन में साहित्यक माने क्यों परी उल्लसी उठती चोरा बसंत आइला परी। नेक्स्ट देखिबा कुआड पळेला। तापरे मेहरंक छवि को रखिबा लगी कौन दरकार पड़ला टेबुल टीए। सभापति पाई चौकी केउठर अणागला दांत भंगा घर। केउ अविभक्त जिला कवि को क्रोड़े धरी धन्य होता जोटा कि कवि जन्म को संबलपुर। प्रसिद्ध अनाटोमी अध्यापक स्वर्गीय सनातन पूजारी केउ जिले जन्मग्रहण करते से संबलपुर में। कवि मेहरंक कवितार माधुरी सारा ओडिशा किपरि खेले दे होई जाइतला बोली कहिथिले क्लोरोफॉर्मर बाष्प परी। एटा भी इंपोर्टेंट पिला माने। कवि गंगाधर प्रणय बलरी काव्य ठीक क्या परी ना अफिम परी। कवि मेहर कविता क्यों परी मिष्ट बोली गल्पर कहुई साकारीन परी मिठा। भाइनम गालीसाई एक यही औषधीय द्रवण को सेवन कले क्यों अनुभूति बोध होता है प्रथम उत्तेजना तापर अवसाद। कवि गंगाधर क्यों काव्य पढ़िले मेलानकोलिया हो जाइपारे बोली वर्णना कराई तपस्विनी। तपस्विनी काव्य पढ़िले मेलानकोलिया हो जाइपारे इंपोर्टेंट क्वेश्चन पिला माने। नहीं देखा साहित्य सभार सभापति क्यों बुआ हो मेडिकल वार्ड को गले स्ट्रेचर। फतुरानंद द्वारा रचित एक नाटकर ना कौन कलिकती चेंक। कवि मेहरंक क्यों रचना दिविध अर्थ रही भारती भावना। चोरा बसंत आसिले देह कौन हुए उल्लुसी जाए 2020 मसीह पढ़ला पे। हाथ जोड़ा दंडा ढीरा दिया हो मेहरंकर कौन थुआला छवि। हाथ जोड़ा दंडा ढीरा ही दिया हो मेहरंक छवि थुआला। साहित्य जनक केउथि डाक्तरखाना को औषध नेबाक आसुले पेट मरा। तापर साहित्यक जनक आम देशर रत्न मान को किए खातिर करुले गोरा माने खातिर करुले। मेहरंकर कविता माधुरी को क्या सहित तुलना कराई क्लोरोफॉर्मर बाष्प परी। जीवरे कौन टिके मारिदेले मिष्टता दीर्घकाल रही अनुभूत हुए साकारीन टिके मारिदेले। गाल्पिक फतुरानंद प्रकृत नाम कौन रामचंद्र मिश्र। निम्नलिखित मध्य क्यों गल्प संकलनटी फतुरानंद गल्प संकलन स्वाक्षर नुहे गल्प द्वारा रचित नुहे साहित्य बेउसा। तापर देइछि फतुरानंद आत्मजीवनी कोटा मो फुटा डंगार कहानी गला। नेक्स्ट देखिबा बाउंसराणी लास्ट। मिस लुना केउं हिसाब रे बहु सर्टिफिकेट हासिल करथिले शिकारी। मिस लुना केउं वाद्ययंत्र सुंदर बजाती भायोलिन। से अजणा तटरे छिड़ा होई अस्थिर जलराशि रे कौन खोजुथिले निजर प्रतिबिंब। स्वामी को बांधी रखिबा स्त्री रो कहा उपरे निर्भर करे चतुरपण। कलिकतार रही किए ओडिशार मानचित्र भूली जाइछि अर्चना। ये सब पीवाई को पिला माने। मिस लुना केउंठारु ट्रांसफर होई आस्थिले बिहारु ट्रांसफर होई आस्थिले। कला फियाटटी केउं भली फाटक आरा पाखक गड़ीगला पेंडु भली। किए खूब सुंदर भाव भायोलिन बजाती मिस लुना 2019 मसीह आसला। मिस चौधरी केतोटी संतान पिता 5टी। गल्प नायिका स्वामी सांगरे किए आसी मिस लुना। गाल्पिका बीणापाणी महांती केउं पुस्तक पर केंद्र साहित्य एकाडेमी द्वारा पुरस्कार पाइले पाठ दे। एटा एते खास क्वेश्चन नुहे पिला माने। गाल्पिका गल्पर कहार मनस्तत्वर चित्रण चमत्कार भाव कराई नारीर।
କେଉଁପରି ଜଳରାଶିରେ ଗଳ୍ପ ନାୟିକା ନିଜର ପ୍ରତିବିମ୍ବ ଖୋଜୁଥିଲେ ଅସ୍ଥିର। ଗେଟ୍ ଖୋଲିବାର ଶବ୍ଦ ଶୁଣି କିଏ ଚମକି ପଡ଼ିଲେ ମିସ୍ ଚୌଧୁରୀ। ମିସେସ୍ ଚୌଧୁରୀ ସ୍ୱାମୀଙ୍କ ଅନୁପସ୍ଥିତିରେ କେଉଁ କାମରେ ବ୍ୟସ୍ତ ରୁହନ୍ତି ରେଡ଼ିଓ ଶୁଣିବା ମାଗାଜିନ୍ ପଢ଼ିବା ସିଲେଇ କରିବା ଏସବୁ। ତାପରେ ପିକନିକରେ ସ୍ୱାମୀଙ୍କୁ ଅଙ୍କୁଶ ଲଗାଇବାକୁ କିଏ ମିସେସ୍ ଚୌଧୁରୀଙ୍କୁ ପରାମର୍ଶ ଦେଇଥିଲେ ସରଳା ଦେଇଥିଲା। ତାପରେ କେଉଁ ବିଚାରଟି ଗଳ୍ପ ନାୟିକା ବା ମିସେସ୍ ଚୌଧୁରୀଙ୍କ ଉପରେ ସବାର ହୋଇଗଲା ପ୍ରାଗ ଐତିହାସିକ। ମିସ୍ ଲୁନା କେଉଁଠାରୁ ଟ୍ରାନ୍ସଫର ହୋଇ ଆସିଥିଲେ ବିହାରରୁ। ନିଜକୁ ଖାଣ୍ଟି ଓଡ଼ିଆ ବୋଲି କିଏ ପ୍ରକାଶ କରୁଥିଲା ମିସ୍ ଲୁନା। ଜର୍ଣ୍ଣିରେ ଉଠାଣି ପୋଡ଼ାଣି ରାସ୍ତା କିଏ ଟଲରେଟ୍ କରିପାରନ୍ତି ନାହିଁ ମିଷ୍ଟର ଚୌଧୁରୀ। ନେକ୍ସଟ ଚୌଧୁରୀ ଦମ୍ପତି କେଉଁ ପୁଅ କମ୍ପିଟିଟିଭ୍ ଏକ୍ଜାମିନେସନ୍ ପାଇଁ ପ୍ରସ୍ତୁତ ହେଉଥିଲେ ହେଉଛି ବଡ଼ ପୁଅ। ମିସ୍ ଚୌଧୁରୀଙ୍କୁ ଫୋନ୍ କରି ବଡ଼ ବ୍ୟସ୍ତ ଭାବରେ ଖୋଜୁଥିବା ତାଙ୍କ ବାନ୍ଧବୀଙ୍କ ନାଁ କ'ଣ ନା ଅର୍ଚ୍ଚନା। ମିସେସ୍ ଚୌଧୁରୀଙ୍କ ପ୍ରିୟ ବାନ୍ଧବୀ ଅର୍ଚ୍ଚନା ଏବେ କେଉଁଠାରେ ଅବସ୍ଥାପିତ କଲିକତାରେ। କମ୍ପିଟିଟିଭ୍ ପ୍ରିପାରେସନ୍ କରୁଥିବା ମିସ୍ ଚୌଧୁରୀଙ୍କ ବଡ଼ ପୁଅର ନାଁ କ'ଣ ନା କିଶୋର। କିଏ ଟନିକ୍ ନ ଖାଇଲେ ତା ସ୍ୱାସ୍ଥ୍ୟ ଖରାପ ହେଇଯିବ ସାନ ଝିଅ। କେତେଥର ଟାଇଫଏଡ଼୍ରୁ ଉଠି ଝିଅଟା ଚିଡ଼ା ଧରିଯାଇଛି ବୋଲି ମିସେସ୍ ଚୌଧୁରୀ କହିଥିଲେ 3 ଥର। କିଏ ହସ୍ପିଟାଲରେ ଭର୍ତ୍ତି ହେବା କଥା କୁହାଯାଇଛି ମିସ୍ ଲୁନା। ଦେଖ ଏଇଟା ହେଲା ମିଷ୍ଟର ଚୌଧୁରୀ ଇଏ ହେଲା ମିସେସ୍ ଚୌଧୁରୀ ବୁଝିହେଲା। ଏଇଟା ଏସବୁ ଟିକେ ଏପଟ ସେପଟ ପଢ଼ିଥିଲି ତରତରରେ ସେ ଅନୁସାରେ ଦେଖିନେବ ପିଲାମାନେ ଏଇଟା ହେଉଛି। ନେକ୍ସଟ ଦେଖିବା ମିସ୍ ଲୁନା କେଉଁପରି ଭାବରେ ଗାଡ଼ି ଡ୍ରାଇଭିଂ କରୁଥିଲେ ହେଭି ଡ୍ରିଙ୍କିଂ କରି। ଛାଇ ପରି ତାଙ୍କ ପଛେ ପଛେ ରହିଛି ବୋଲି ତ ଏଇ ଯନ୍ତ୍ରଣା। ଗଳ୍ପରେ କାହାର ଉକ୍ତି ମିସେସ୍ ଚୌଧୁରୀ। ତାପରେ କହିଲା କ'ଣ ନେଇ ମିସେସ୍ ଚୌଧୁରୀ ଲୁନାକୁ ହସ୍ପିଟାଲରେ ଦେଖା କରିବେ ଫଳ ନେଇ। ଲେଖିକାଙ୍କ ଦେହ କେଉଁଥିରେ ଓଦା ହୋଇଯାଇଥିଲା ଝାଳରେ। ଗାଡ଼ି କିଏ ସିଜ୍ କରିନେଲେ ବୋଲି ମିଷ୍ଟର ଚୌଧୁରୀ କହିଲେ ପୋଲିସ। ଦେଖ ପିଲାମାନେ ମୁଁ ଯେଉଁ କହୁଥିଲି ଗୋଟେ ବାକ୍ୟରେ ଉତ୍ତର ଦିଅରେ ମୁଁ PYQ ସହିତ କିଛି କୋଶ୍ଚିନ୍ ମଧ୍ୟ ଏଠି ଅପଲୋଡ଼ କରିଦେଇଛି। ତୁମେ ଏଇ PYQ ଗୁଡ଼ାକୁ ଟିକେ ଭଲ ରୂପରେ ଦେଖିନିଅ। ମୁଁ ଆଲୋଚନା କଲେ ବେକାର ଖାଲି ସମୟ ଯାଉଛି ତଥାପି ମୁଁ କହିଦେଉଛି ଖାଲି ଟିକେ ଦେଖ ସେଇ କୋଶ୍ଚିନ୍ ପିଲାମାନେ ଦେଖ। ଦେହ ମନରେ ଦୁର୍ଯ୍ୟୋଧନ ବାବୁ କାହାକୁ ନବ୍ୟା କରିଲେ ନା ତାଙ୍କ ଦ୍ୱିତୀୟ ପକ୍ଷର ସ୍ତ୍ରୀ ଯାହାଙ୍କ ବୟସର ତଫାତ୍ 15 ବର୍ଷ ତାଙ୍କୁ ହିଁ ନବ୍ୟା କରିଲେ। ପିତା କାହା ମାଧ୍ୟମରେ ଅମର ହୁଏ କହିସାରିଛନ୍ତି। ଦୁର୍ଯ୍ୟୋଧନ ବାବୁ ପେନ୍ସନ୍ ନେବା ପର ମୁହୂର୍ତ୍ତରେ ମନ ତାଙ୍କର କିପରି ହେଲା ନା ତାଙ୍କର ମନ ହେଲା ଯେ ଅଇଁଠୁ ସାହୁ ବା ନିଧି ମୌଳିକ ସହିତ ସେ ସମାନ ହୋଇଗଲେ। ଜୀବନ ପରେ ଜୀବନ ଚାଲିଯାଏ କିଏ କିନ୍ତୁ କ'ଣ ନିରନ୍ତର ଚାଲିଥାଏ ଜୀବନର ପ୍ରବାହ। ଦୁର୍ଯ୍ୟୋଧନ ବାବୁ କେଉଁ ରୋଗରେ ପୀଡ଼ିତ ଯେଉଁଟାକି ପକ୍ଷାଘାତ। ବାସ୍ ବାକି ଗୁଡ଼ା ପିଲାମାନେ ମୁଁ ପଢ଼ିଲେ ସମୟ ବେକାର ଯିବ। ତୁମେ ନିଜେ ମୁଁ ସ୍କ୍ରଲ୍ କରୁଛି ଦେଖିନିଅ ବୁଝିଲା। ତାପରେ ମୁଁ ଖାଲି PYQ ଗୁଡ଼ା ତୁମମାନଙ୍କ ସହିତ ଆଲୋଚନା କରିଦେବି। ଦେଖ ଏଇଠି କିଛି PYQ ଦେଖିବା। ମା' ଆସିଲେଣି ଏଥର ପରା ମୁଁ ଆସିଛି କୁକୁର ହେବି ଖାସ୍ ତୁମ ଦୁଇଟାଙ୍କ ପାଖରେ। କିଏ କହିଛି ଚୂଡ଼ାମଣି ବାବୁଙ୍କର 2 ପୁଅ ଝିଅ। ସେ ଦୁଇଟା କିଏ ଚୂଡ଼ାମଣି ବାବୁଙ୍କର ପୁଅ ଆଉ ଝିଅ। ଚୂଡ଼ାମଣିଙ୍କ ମା' ବାସ୍ତବିକ କିପରି ମଣିଷ ଥିଲେ ଅବାଗିଆ ଭଦ୍ର ମହିଳା। ବୁଢ଼ୀ ପୁଅ ଝିଅମାନଙ୍କୁ କ'ଣ କହି ଆଶ୍ୱାସନା ଦିଏ ଯେ ଗାଁରେ ଖୁସିରେ ଅଛି ବୋଲି। ଚୂଡ଼ାମଣି ବାବୁ ସାହେବ ହେଲେ ଓଡ଼ିଶାର କାହା ସହିତ ବେଶ ପରିଚିତ। ସାହେବ ହେଲେ ମଧ୍ୟ କାହା ସହିତ ବେଶ ପରିଚିତ ନା ଓଡ଼ିଶାର ଗାଁ ଗଣ୍ଡା ଲୋକଙ୍କ ସହିତ। ନେକ୍ସଟ ଏଇ ଦୁଇଟା PYQ ଅଛି। ମା' କେଉଁଥିରେ ବସି ଘରୁ ବାହାରିଲେ ରିକ୍ସାରେ। କିଏ ଜଣେ ବିଲାତ ଫେରନ୍ତା ଅଫିସର ଚୂଡ଼ାମଣି ସାହେବ। ବାସ୍ ଏତିକି PYQ ହ୍ୟାଙ୍ଗ କଲାଣି ପୁରା। ବାକି ତୁମେ ଦେଖିନିଅ ଏଗୁଡ଼ା ସବୁ। ତାପରେ ଦେଖ ଏଇ ତ ମେଡ଼ିକାଲ କଲେଜରେ ମେହେର ଜୟନ୍ତୀରେ 5ଟା ଅଛି। ଯେ ସାହିତ୍ୟିକ ଛାନିଆରେ କାହିଁକି ହୁରୁଡ଼ିଲେ କଙ୍କାଳ ଓ ଖପୁରୀମାନଙ୍କର ସ୍ୱାଗତ ଦେଖି। କିଏ ଆଧୁନିକ ପିଣ୍ଡ ତତ୍ତ୍ୱ ବା ଆନୋଟମିର ଜନକ ଏଇଟା ଦେଖ ଏଠି ପଡ଼ିଛି ହେନରୀ ଗ୍ରେ। ମେହେରଙ୍କ ଛବିଟି ରଖିବାକୁ କ'ଣ ଦରକାର ପଡ଼ିଲା ଯେଉଁ କଥା ଆମେ କହିଲେ ଗୋଟେ ବଡ଼ ଟେବୁଲ ଦରକାର ପଡ଼ିଲା। ମହାତ୍ମା ଗାନ୍ଧୀ ହେନରୀ ଗ୍ରେ କାହାର ଜନକ ଥିଲେ ଆଧୁନିକ ପିଣ୍ଡ ତତ୍ତ୍ୱ ମହାତ୍ମା ଗାନ୍ଧୀ କହିଦେଲି। ମହାତ୍ମା ହେନରୀ ଗ୍ରେ ଆଧୁନିକ ପିଣ୍ଡ ତତ୍ତ୍ୱ ବା ଆନୋଟମିର ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ପିଲାମାନେ ବହୁତ ଥର ରିପିଟ୍ ହେଲାଣି। ଆମ ଦେଶର ରତ୍ନମାନଙ୍କୁ କିଏ ବେଖାତିର କରୁଥିଲେ ଗୋରା ଶାସକମାନେ। ବାସ୍ ସରିଲା। ଏବେ ବାକି ଗୁଡ଼ାକ ତୁମେ ଦେଖିନିଅ ସବୁ ମୁଁ କହୁଛି ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚନ୍ ଦେଖିନିଅ ଏଗୁଡ଼ା ତୁମର ଆରାମସେ ହେଇଯିବ। ଲାଷ୍ଟ ତାପରେ ଦେଖ ଆମର ବାଉଁଶ ରାଣୀରୁ ନିଜର ପ୍ରତିବିମ୍ବ ସେ କେଉଁଠି ଖୋଜୁଥାନ୍ତି ବୋଲି ଲେଖିବା କହିଛନ୍ତି କେଉଁ ଅଜଣା ତଟରେ ଛିଡ଼ା ହୋଇ ଅସ୍ଥିର ଜଳରାଶିରେ। ଭଦ୍ରମହିଳା ଖୁବ୍ ସୁନ୍ଦର ନାଚିପାରନ୍ତି ବୋଲି କିଏ କହିଲା ନା ମିଷ୍ଟର ଚୌଧୁରୀ। ତାପରେ ସେଦିନ ପିକନିକରେ ସରଳା କ'ଣ କହୁଥିଲା ନା କହୁଥିଲା ଯେ କିଛି ଦିନ ଘର କଲା ପରେ ସ୍ୱାମୀମାନେ ମଝିରେ ମଝିରେ ସେମିତି ଅବାଗିଆ ହୋଇଯାନ୍ତି। ଗାଡ଼ି ଡ୍ରାଇଭିଂ ସମୟରେ କିଏ ହେଭି ଡ୍ରିଙ୍କସ୍ କରିଥିଲା ନା ଲୁନା ବୁଝିଲା। ବାସ୍ ଆଉ ବାକି ଗୁଡ଼ାକୁ ତୁମେମାନେ ମୁଁ ସ୍କ୍ରଲ୍ କରୁଛି ଦେଖିନିଅ ଥରେ ଖାଲି ନଜର କରିନିଅ। ବହୁତ ସାରା କ୍ୱେଶ୍ଚନ୍ ଅଛି ଏଇଥିରେ ବି ପ୍ରାୟ 2 ମାର୍କିଆ କ୍ୱେଶ୍ଚନ୍ ପାଇଯିବ। ୟା ପରେ ମୁଁ ଚେଷ୍ଟା କରୁଛି 2 ମାର୍କରେ ଖାଲି ସିଲେକ୍ସନ୍ ତୁମମାନଙ୍କୁ ଗୋଟିଏ ଭିଡ଼ିଓରେ ପ୍ରୋଭାଇଡ଼ କରିଦେବି।